ଭାରତ ଅନେକ ଦେଶ ସାଙ୍ଗରେ ଭାରତ ଫାଇଟ୍ କରିବ ମାନେ ଆମେ ଶାନ୍ତିପ୍ରିୟ ଦେଶ ପୁଣି ଆମକୁ ବି ଫାଇଟ୍ କରିବାକୁ ପଡ଼ିବ କାହିଁକିନା ଧର୍ମଟା ଏଇଠି ଅଛି ନା ଧର୍ମ ଯୋଉଟା ଶକ୍ତିଟା ଏଇଠି ଅଛି ନା ତୃତୀୟ ବିଶ୍ୱଯୁଦ୍ଧ ନୁହଁ ଏଇଟା ହେଉଛି ଧର୍ମଯୁଦ୍ଧ। ଆଉ ଗୋଟେ କଥା ଆପଣ ଦେଖିଥିବେ ସୁଦର୍ଶନ ଚକ୍ର ନାଁଟା ବାହାରିଛି ବର୍ତ୍ତମାନ ଭାରତ ଯୋଉ କାଠିଟା ଅସ୍ତ୍ର ଗୁଡିକ ତା ନାଁଟା କଣ ଦିଆଯାଇଛି ସୁଦର୍ଶନ କାହାର ଚକ୍ର ଭଗବାନ କୃଷ୍ଣଙ୍କର ଚକ୍ର ଏକାକି କୃଷ୍ଣ ସବୁ ଚକ୍ର ବୁଲିବା କଥା ତେଣୁ କୃଷ୍ଣ ଦେଶ ହଉଛି ଏଇଟା ତେଣୁ ନିଶ୍ଚିତ ଭାବରେ ସୁଦର୍ଶନ ବୁଲିବ ଭାରତ ହିଁ ଏକାକି ଯୁଦ୍ଧ କରିବ ବହୁତ ଲୋକଙ୍କ ସାଙ୍ଗେ। ତେବେ ସୁଦର୍ଶନ କଥା ଯୋଉ ଆପଣ କହିଲେ ପୁଣି ଆମେ ବି ଅଛନ୍ତି ସେଇ ଶ୍ରୀକ୍ଷେତ୍ର ପୁଣି ଆମେ ଅଛନ୍ତି ତେବେ ଜଗନ୍ନାଥଙ୍କର ସେଇ ସୁଦର୍ଶନ ତେବେ ଓଡ଼ିଶା ରାଜ୍ୟ କେବେ କିଛି ଡେଞ୍ଜର ଅଛି କି ଆଗକୁ କଳି ଯୁଗରେ ମହାଭାରତଟି ଓଡ଼ିଶା ପାଇଁ ପ୍ରମାଣ କଳି ଯୁଗରେ ମହାଭାରତଟି ଓଡ଼ିଶା ପାଇଁ ପ୍ରମାଣ ଉତ୍କଳରୁ ସବୁ ଆରମ୍ଭ ହୋଇବ ଟିକେ ଟିକେ ତେଣୁ ଓଡ଼ିଶାର ବି ଆରମ୍ଭ ମାନେ ପ୍ରଥମର ପୁରା ମାନେ ଫ୍ରଣ୍ଟ ରହିବ ଓଡ଼ିଶାରେ ବି ସବୁ ଆରମ୍ଭ ହବ ବିଶ୍ୱସାରା ମିଳିବ ମୁଁ କହିବା କଥା ଜଗନ୍ନାଥ ଯିଏ ଜଗତର ନାଥ ସିଏ ରହିଲେ ଓଡ଼ିଶାରେ ମୁଁ କହିବା କଥା ଚାରି ମହାନଗର ଅଛି ଦିଲ୍ଲୀ ବମ୍ବେ ଏପଟେ ପୁଣି ମାଡ୍ରାସ ଏପଟେ ପୁଣି ରହିଛି କୋଲକାତା ତା ସହିତ ପୁଣି ସେମି ମେଟ୍ରୋ ସିଟି ଅଛି ହାଇଦ୍ରାବାଦ ବାଙ୍ଗାଲୋର ପୁନେ ଚଣ୍ଡିଗଡ଼ ସେ ସବୁକୁ ଛାଡ଼ି ଓଡ଼ିଶାକୁ ଟାର୍ଗେଟ ଯୋଉଠି ଭଲ ଲୋକ ରହିଲେ ଯୋଉଠି ଧର୍ମ ସୃଷ୍ଟି ହେଲା ତାକୁ ସମସ୍ତେ ଦୁଷ୍ଟମାନେ ଟାର୍ଗେଟ କରନ୍ତି ଆଉ ଏଇଟା ଓଡ଼ିଶାଟା ହଉଛି ଜଗନ୍ନାଥର ଦେଶ ଜଗନ୍ନାଥର ଦେଶ ଉତ୍କଳ ତେଣୁ ଏଇଠୁ ଆରମ୍ଭ ହବ ଏହା ଉପରେ ବି ସମସ୍ତେ ଟାର୍ଗେଟ କରିବେ ତାପରେ ଧୀରେ ଧୀରେ ମହାନଗରକୁ ସବୁ ମାଡ଼ିବ ଆଚ୍ଛା ମହାନଗର ଗୁଡ଼ା ହଉଛି କ'ଣ 10ର ଟାର୍ଗେଟ ପପୁଲେସନ ମାନେ ଅଧିକ ଲୋକ ବାସ କରନ୍ତି ସେଥିପାଇଁ ଯୋଉଠି ମାନେ ହାଇ ଡେନ୍ସିଟି ପପୁଲେସନ ଅଛି ସେଠି ସେମାନେ ଟାର୍ଗେଟେଡ୍ ହେଇଯିବେ ହଣାହଣି ଆରମ୍ଭ ହବ ବଡ଼ ଦେଉଳରୁ ହଣାହଣି ଆରମ୍ଭ ହବ ବଡ଼ ଦେଉଳରୁ ପ୍ରଥମ ଆଚ୍ଛା ବଡ଼ ଦେଉଳ ଭିତରେ ହଣାହଣି ହେବେ ସେଇ ବେଳରେ ଯାଇ ଫୁଲଲୋ ତୁଇ ଦେଖିବୁ ବେନି ନେତ୍ରରେ ରଚିତ କହୁଛନ୍ତି ଯାଇ ଫୁଲ ଦେଖିବେ ବଡ଼ ଦେଉଳ ଭିତରେ ଆରମ୍ଭ ହବ ସବୁ ଏବେ ଆରମ୍ଭ ହବନି କି ଦେଖୁନାହାନ୍ତି ଜଗନ୍ନାଥ ମନ୍ଦିର ଘଟଣା ନେଇକିରି କିଛି ମାନେ ଯୋଉ ଜାଗାରେ ମନ୍ଦିର ତିଆରି ହଉଛି ତାକୁ ପୁଣି ଗୋଟେ ଭଲ କଥା ସମସ୍ତେ କହୁଛନ୍ତି ଦୀଘାରେ କ'ଣ ସେଟା ନା ଧାମ ଏ ଧାମ ଶବ୍ଦ ଗଜପତି କହିଛନ୍ତି ଧାମ ପୁରୀ ଛଡ଼ା କେହି ନୁହଁ ସବୁ ଠିକ କହିଛନ୍ତି କିନ୍ତୁ କାହିଁକି ପୁରୀକି ଧାମ କୁହାହଉଛି ଧାମ ଶବ୍ଦର ମାନେ କ'ଣ ତା କେହି କହିପାରୁନାହାନ୍ତି ଧାମର ମାନେ କ'ଣ ଧାମର ମାନେ କ'ଣ ଧାମର ସବୁରେ ନିତ୍ୟ ଶବ୍ଦରୁ ଧାମ ଶବ୍ଦ ଉତ୍ପତ୍ତି ନିତ୍ୟ ନୀଳାଚଳ ହଉଛି ନିତ୍ୟ ଧାମ ଯିଏ କହିଲେ ମହାପୁରୁଷ କହିଛନ୍ତି 72 ଗଣ୍ଡା ଯୁଗ ଗଲେ ବୀର ବ୍ରହ୍ମାଙ୍କୁ ଘଡ଼ିଏ